ଏବେ NEET ର ପରୀକ୍ଷା ଫଳ ବାହାରିଛି। ସେ NEET ପରୀକ୍ଷାରେ ଉଦ୍ୟମ ର ପରୀକ୍ଷା ଫଳ ରେଜଲ୍ଟ ବହୁତ ଭଲ ହେଇଛି। ସେ ବିଷୟରେ କଣ କହିବେ ଆମର ଦର୍ଶକମାନଙ୍କୁ ଆଉ ଆଗାମୀ ଯୋଉମାନେ ଷ୍ଟୁଡେଣ୍ଟ ମାନେ ଦେଖୁଛନ୍ତି ତାଙ୍କୁ କଣ ଆପଣଙ୍କର ସୂଚନା ରହିବ? ଦେଖନ୍ତୁ ଆମେ ଉଦ୍ୟମରେ ବହୁତ କମ୍ ପିଲା ନେଉ, ଏମିତି ନୁହେଁ ସିଲେକ୍ଟ କରିକି ନେଉନି, ଫର୍ଷ୍ଟ କମ୍ ଫର୍ଷ୍ଟ ସର୍ଭ ଯେଉଁଟା ଅଛି। କାରଣ ଯେଉଁ ପିଲା ଆସିବେ ଆମେ ତାଙ୍କୁ ବେଷ୍ଟ ରେଜଲ୍ଟ ଦେବାକୁ ଟ୍ରାଏ କରିବୁ। ପର୍ସନାଲାଇଜ୍ ଆଟେନସନ୍, ଡେଲି ତାଙ୍କର ଟେଷ୍ଟ ହେବ, ଡାଉଟ୍ କ୍ଲିୟର ହେଉଛି, ଆଉ ଆସାଇନମେଣ୍ଟ ବି ଡେଲି ଦିଆହେଉଛି। ଆଉ ଷ୍ଟୁଡେଣ୍ଟ କୁହନ୍ତି ଅଲମୋଷ୍ଟ ଗୋଟେ ଇୟର୍ରେ 200 ଟେଷ୍ଟ ଦିଅନ୍ତି, ଛୋଟ ବଡ଼ ମିଶିକି ଗୋଟେ ବର୍ଷ ଭିତରେ। ସେଇଟା ହିଁ ଆମର ସ୍ପେଶାଲିଟି। ଆଉ ଯେଉଁ କୋଶ୍ଚିନ୍ ଥାଏ ଆମେ କୋଶ୍ଚିନ୍ ଡିଫରେଣ୍ଟ ସୋର୍ସରୁ ନିଜେ କିଛି ମଡିଫାଏ କରିକି ତାକୁ ବନେଇକି ଷ୍ଟୁଡେଣ୍ଟ ମାନଙ୍କୁ ଦିଆଯାଏ। ଆଉ ଯେତେ ପ୍ରାକ୍ଟିସ୍ କରିବ, କାରଣ ଯେଉଁ ପିଲାମାନେ NEET ପ୍ରିପାରେସନ୍ କରୁଛନ୍ତି ମେନଲି ପ୍ରାକ୍ଟିସ୍ ଦରକାର, ଟାଇମ୍ ମ୍ୟାନେଜମେଣ୍ଟ ଦରକାର। ଯେତେ ପ୍ରାକ୍ଟିସ୍ ଯେତେ ଟାଇମ୍ ମ୍ୟାନେଜ ପ୍ରପରଲି କରିବେ ସେ ଡେଫିନେଟଲି ସକ୍ସେସ୍ ପାଇବେ। ସାର୍ ଏଥିରେ ଉଦ୍ୟମର ଭୂମିକା ପ୍ରଶଂସନୀୟ। IIT JEE ହଉ NEET ହଉ ଯେକୌଣସି କୋର୍ସ ହଉ ଏଇ ଯୋଉ ବିଷୟରେ ତ ପିଲାମାନଙ୍କୁ ଭଲ ଭାବରେ ପରୀକ୍ଷା ସହିତ ଅବଗତ କରାଇବା ଏବଂ ରେଜଲ୍ଟ ଓରିଏଣ୍ଟେଡ କରାଇବା, ସେଠି ଆପଣଙ୍କର ଯୋଉ ଅଧ୍ୟାପନା ମଣ୍ଡଳୀ ଅଛନ୍ତି ସେମାନେ କେମିତି ୟାର ସୁଚାରୁ ରୂପେ ସମ୍ପାଦନ କରୁଛନ୍ତି ସେ ବିଷୟରେ ଟିକେ ଦର୍ଶକ ଦେଖନ୍ତୁ ଆମର ଯଦି ଦେଖିବା କୌଣସି ଗୋଟେ ଏଜୁକେସନ୍ ସଂସ୍ଥାର ତାଙ୍କର ଯେଉଁ ଆମେ କହିବା ବ୍ୟାକଗ୍ରାଉଣ୍ଡ ହେଉଛନ୍ତି ଟିଚର, ବ୍ୟାକବୋନ୍ ହେଲେ ଟିଚର। ସୋ ଟିଚର ମାନେ ଡେଫିନେଟଲି ଭଲ ଅଛନ୍ତି। ଟିଚର ମାନେ ଭଲ ନଥିଲେ ପିଲାମାନେ ପାଠ ଶିଖିବେ କେଉଁଠୁ? ଟିଚର ସମସ୍ତେ ଏକ୍ସପିରିଏନ୍ସ ଅଛନ୍ତି, ଆଉ ସମସ୍ତେ ଡିଫରେଣ୍ଟ କମ୍ପିଟେଟିଭ ଡିଫରେଣ୍ଟ ନ୍ୟାସନାଲାଇଜ୍ ଇନଷ୍ଟିଟ୍ୟୁଟରୁ ପଢ଼େଇକି ଆସିଛନ୍ତି। ଯେମିତି ମୁଁ ବି ଦୁଇଟା ନ୍ୟାସନାଲ ଇନଷ୍ଟିଟ୍ୟୁଟ ଦିଲ୍ଲୀରୁ ହାଇଦ୍ରାବାଦରୁ ପଢ଼େଇକି ଆସିଛି। ତ ଯିଏ ବି ଟିଚର ଅଛନ୍ତି ସମସ୍ତେ ଏକ୍ସପିରିଏନ୍ସ ଅଛନ୍ତି, ଭଲ ଟିଚର ଅଛନ୍ତି, ଆଉ ତାଙ୍କର କ୍ୱାଲିଫିକେସନ୍ ଏଜୁକେସନ୍ ବ୍ୟାକଗ୍ରାଉଣ୍ଡ ବି ଭଲ ଅଛି। ଆଉ ତା ସହିତ ସେମାନେ ବହୁତ କେୟାରିଂ, ସେଇଟା ବେଶୀ ଦରକାର। କାରଣ ପାଠ ଜାଣିଥିଲେ ହେବନି, ପିଲାଙ୍କୁ ଯେ ନିଜ ପିଲା ଭଳି ଭଲ ପାଉଥିବ, ନିଜ ପିଲା ଭଳି ଭାବିକି ପଢ଼ଉଥିବ, ସେଇ ଟିଚର ହିଁ ଗୋଟେ ଭଲ ଟିଚର ଥାଆନ୍ତି। ଆଉ ଏଠି ଆମ ସବୁ ଟିଚର ସେଇଭଳି। ଆପଣ ମଧ୍ୟ ଦେଖାଯାଉଛି ଆପଣ ମଧ୍ୟ ଅନଲାଇନ୍ କ୍ଲାसेସ୍ ଗଭର୍ଣ୍ଣମେଣ୍ଟ ପରୀକ୍ଷାକୁ ସେଥିରେ ମଧ୍ୟ ଆପଣ କ୍ଲାସ୍ କରୁଅଛନ୍ତି ବା ଦେଉଛନ୍ତି, ପିଲାମାନଙ୍କୁ ସେଥିରେ ଶିକ୍ଷାଦାନ ଦେଉଛନ୍ତି। ତ ଆପଣଙ୍କର କେମିତି ଏଟା ସମନ୍ୱୟ ରଖୁଛନ୍ତି? ନିଜର ଗୋଟେ ସ୍ୱତନ୍ତ୍ର କ୍ଲାସ୍ ରଖିଛନ୍ତି ଶିକ୍ଷାଦାନ ପାଇଁ ରଖିଛନ୍ତି ଏବଂ ସେଠି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାକୁ ମଧ୍ୟ ଶିକ୍ଷାଦାନ ପାଇଁକି ପିଲାମାନଙ୍କୁ ମାନେ ଉତ୍ସାହିତ କରୁଛନ୍ତି। ତ ୟା ଭିତରେ ସମନ୍ୱୟ କେମିତି ଆପଣ ରଖୁଛନ୍ତି? ଦେଖନ୍ତୁ ଏଠି ବି ଟିଚର ସେଠି ବି ଟିଚର, ଏଠି ବି କେମିଷ୍ଟ୍ରି ପଢ଼ାଉ ସେଠି କେମିଷ୍ଟ୍ରି ପଢ଼ାଉଛି। ସେଠି କେବଳ କେମିଷ୍ଟ୍ରି ପଢ଼ାଏ, କିନ୍ତୁ ଏଠି କେମିଷ୍ଟ୍ରି ପଢ଼ାଇବା ସହିତ ପିଲାଙ୍କର ଓଭରଅଲ୍ ଲୁକ୍ ଆଫ୍ଟର ବି ଥାଏ। ମାନେ ପିଲାମାନେ ଅଲଗା ପାଠ ପଢ଼ୁଛନ୍ତି ନାହିଁ, ହୋମୱାର୍କ କମ୍ପ୍ଲିଟ୍ କଲେ କି ନାହିଁ, ପିଲାଙ୍କର କିଛି ବେଳେବେଳେ ପିଲାମାନେ କ'ଣ ଡିମୋଟିଭେଟେଡ୍ ହେଇଯାଏ, ତାକୁ ବି ଦେଖିବାକୁ ପଡ଼େ। ଗୋଟେ ପିଲା ରେଜଲ୍ଟ ଯଦି ଖରାପ କଲା ତାକୁ ଡାକିକି କେତେବେଳେ ଗାଳି କରିବାକୁ ପଡ଼େ, କେତେବେଳେ ବୁଝିବାକୁ ପଡ଼େ, କେତେବେଳେ ମୋଟିଭେଟ୍ କରିବାକୁ ପଡ଼େ। ତେଣୁକରି ସେଠି ତ କେବଳ ମୁଁ କ୍ଲାସ୍ ନେଇକି ପଳେଇ ଆସେ, ସେତିକି ମୋ ରୋଲ୍ ସରିଗଲା। ବଟ୍ ଏଠି ଯଦି ଦେଖିବେ ମୁଁ 24/7 ନିଜକୁ ନିଜେ ଆଭେଲେବୁଲ୍ ରଖେ ମୋ ପିଲାମାନଙ୍କ ପାଇଁ। ଇଞ୍ଜିନିୟର ପ୍ରଭାତ କୁମାର ବେହେରା ଜଣେ ମାନେ ସଫଳ ଶିକ୍ଷାବିତ୍, ତା ସହିତ ଆଉ କିଛି ଗୁଣର ଅଧିକାରୀ ନା ଖାଲି ଶିକ୍ଷାବିତ୍ ଆମେ ଖାଲି କହିପାରିବା? ମୁଁ ଜଣେ ମଣିଷ, ତେଣୁକରି ଶିକ୍ଷାବିତ୍ ଭଲ ମଣିଷ ହିସାବରେ ଆପଣଙ୍କର ଗୋଟେ ସୁନାମ ଅଛି ସମାଜରେ। ତା ସହିତ ଆପଣଙ୍କର ଅନ୍ୟ କିଛି ଆଉ ହବି ଅଛି କିମ୍ବା ଅନ୍ୟ କିଛିରେ ଆପଣ ଉତ୍ସାହିତ ଅଛନ୍ତି କରିବା ପାଇଁ? ନିଶ୍ଚୟ। ଗାଁରେ ଆମ ଗାଁ ଏଠି ଜୟଦେବ ପୀଠ ଗାଁରେ ଗୋଟେ ଆମେ ଛୋଟ ସ୍କୁଲଟେ ବି ଷ୍ଟାର୍ଟ କରିଛୁ। ଆମ ଗାଁର ଆମ ପଡ଼ୋଶୀ ଯେଉଁ ନେଟିଭ୍ ଯେଉଁ ଲୋକମାନେ ଅଛନ୍ତି ତାଙ୍କୁ କେମିତି ଇଂଲିଶ ମିଡ଼ିୟମର ଶିକ୍ଷା ଦିଆଯାଉ। ଆମେ ତ ଓଡ଼ିଆ ମିଡ଼ିୟମରେ ପଢ଼ିକି ଆସିଥିଲୁ, ଆଉ ବହୁତ ନୋମିନାଲ୍ ଫିସ୍ରେ ଏପର୍ଯ୍ୟନ୍ତ କ୍ଲାସ୍ 3 ପର୍ଯ୍ୟନ୍ତ ଗଲେ। ଆଉ ମେନଲି ତାକୁ ମିସେସ୍ ଲୁକ୍ ଆଫ୍ଟର କରିଛନ୍ତି, କିନ୍ତୁ ମୋତେ ବି ସବୁବେଳେ ଯିବାକୁ ପଡ଼େ। ଆଉ ଗାଁରେ କିଛି କିଛି ଛୋଟ ମୋଟ ଯାହା କାମ ହୁଏ ସେଇଟା ବି ମୁଁ ସେଠି ଜଣେ ସମାଜସେବୀ ହିସାବରେ ମୁଁ ଥାଏ। ଆଉ ଯଦି ଏଇଟା ବି ଦେଖେ ଯଦି କିଏ ଗୋଟେ ଅଭାବ ଅସୁବିଧାରେ ପଡ଼ିଛି, ତାହେଲେ ମୋତେ ଲାଗେ ଯେ ଭଗବାନ ମୋତେ ସେତିକି ସକ୍ଷମ କରିଛନ୍ତି, ମୋତେ ଆଶୀର୍ବାଦ କରିଛନ୍ତି ତାଙ୍କ ପାଖରେ ଠିଆ ହେବା ପାଇଁ। ଶେଷରେ ଗୋଟିଏ ପ୍ରଶ୍ନ ରହିବ, ଯୋଉ ଜାତୀୟ ଶିକ୍ଷାନୀତିକୁ ନେଇକି ଆପଣ କଣ କହିବେ? ସେଥିରେ ଯେହେତୁ ଆପଣ ଜଣେ ଶିକ୍ଷାବିତ୍, ଆଉ ସେ ବିଷୟରେ ଆପଣ କଣ କହିବେ? ନିଶ୍ଚୟ ବହୁତ ଭଲ ପଦକ୍ଷେପ। ମୋତେ ଲାଗୁଛି ଏ ଜିନିଷ ବହୁତ ଆଗରୁ କାହିଁକି ହେଲାନି, କାରଣ ଏଥିରେ ହେଲେ ଯେଉଁଭଳି ସେମାନେ ରଖିଛନ୍ତି ଖାଲି ପାଠ ପଢ଼ା ନୁହେଁ। ଆମେ ତ କହୁଛୁ ଆମେ ତ 9, 10, 11, 12 ପଢ଼ୁଥିଲୁ, କେବଳ ଆମକୁ ବହି ପାଠ ବ୍ୟତୀତ ଅଲଗା କିଛି ବେଶୀ କିଛି ପ୍ରୋତ୍ସାହନ କରାହେଉନଥିଲା। କିନ୍ତୁ ଏବେ ଯେଉଁ ନ୍ୟୁ ଏଜୁକେସନ୍ ପଲିସି ଆସିଛି ତା ହିସାବରେ ପିଲାଙ୍କୁ ଖାଲି ପାଠ ପଢ଼ା ନୁହେଁ, ତାଙ୍କ ସହିତ ବୈଷୟିକ ଜ୍ଞାନ ବି ଦିଆଯିବ, ତାଙ୍କ ସହିତ ସ୍ପିରିଚୁଆଲ୍ ଜ୍ଞାନ ବି ଦିଆଯିବ, ତା ସହିତ ଆମର ମୋରାଲ ଏଜୁକେସନ୍ ବି ଦିଆଯିବ। ଏ ଯେଉଁ ଓଭରଅଲ୍ ଏଜୁକେସନ୍ ହେଉଛି, ଗୋଟେ ଷ୍ଟୁଡେଣ୍ଟ ଖାଲି ଭଲ ପରସେଣ୍ଟ ନେଇକି ଆସିଲେ ହେବନି, ଓଭରଅଲ୍ ଡେଭଲପମେଣ୍ଟ ଦରକାର। ଆଉ ଯେଉଁଟାକି ଆଜି ଡେଟ୍ରେ ଆମ ସମୟ ତ ଆମମାନେ ଗୋଟେ ଅଲଗା ପ୍ରକାରର
सोसाइटी रोलु कि आज डेट रे लास्ट 15-20 वर्ष जो पढ़ाऊँगी पिलाने देखुची भल रेजल्ट कर भल सालेरी पाँच किंतु तापर कौट ना कौट पिला डिस्टर्ब होती जापाना आगू कौन करार अच्छे तो तापाई गोटे मोराल एजुकेशन दरकार तापाई गोटे स्पिरिचुअल एजुकेशन दरकार मुझे सब स्टूडेंट मानक कहे भगवत गीता पढ़ जी जो स्पिरिचुअल बुक को भल पाँच से जिन पढ़ और स्पिरिचुअल लाइफ आउ जमी कहती आमर सोशल ओब्लिगेशन जोटा अच्छे जब ए जिन गोटे स्टूडेंट पाखे जड़े मनीष पाखे आसो से मनीष केवे भी लाइफ रे फ्रस्ट्रेशन आसबनी केवे भी लाइफ रे दुखी हेनी सब बेले तार हस हस मुह रही जिन मुझे एवं जो न्यू एजुकेशन पॉलिसी आसी सब प्रकार वैषयिक ठार आरंभ करके आमर सामाजिक ज्ञान पर्यंत सब जिनस दबार प्रावधान रही प्रकृत रूप से सुचारू रूप से पालन कराए तो आम देशपाई गोटे बहुत बड़ आशीर्वाद शेष सारा गोटे प्रश्न मोर रही जो जातीय शिक्षा नीति आसी जो वैषयिक शिक्षा को सरकार चाहते निज मातृभाषा करने कि मातृभाषा को आप केमी देखुं मातृभाषा पे पढ़ले आग को सफल कहीं आम देखु विदेश में अन्य देश जो इंग्लीश प्रादुर्भाव ना से देश में जातीय भाषा पढ़ुं तो सहीटा केमती आप देखुं कि कौन कहे से देखो इंडिया आमर आज भारत वर्ष 140 कोटी रु अधिक लोक आम हेलु छोट छोट देश जब जापान जावा जर्मनी जावा ताले से निज निज भाषा कर रशिया निज भाषा करुच्ची मुझे छोट कथा कहीदे मुझे दिल्ली यूनिवर्सिटी स्टूडेंट थी मुझे जर्मन लैंग्वेज गोटे वर्ष कोर्स कर सर्टिफिकेट भी अच्छी दिने मोर इच्छा था जर्मनी जाकि रिसर्च करने से जिनस आगू नेलिनी से गोटे वर्ष कोर्स करी कहीं ना से अच्छी जदि आप जी वेबसाइट ठार आरंभ कर सब जिन जर्मनी लैंग्वेज ही आसो तेणु से निहाती दरकार यदि आम आम इंडिया रे एते स्टूडेंट अच्छे आम यदि जिनस एत मात्रा न करिकी आम निज मातृभाषा दबा आते बुक अच्छी यदि निज मातृभाषा आम ट्रांसलेट करवा किसी बड़ कथा नुहे कारण आमको निज मातृभाषा पढ़ेगा तो निश्चय भल लगे आम तो एवं कथा होती निज मातृभाषा पढ़ेबार कौन असुविधा अच्छी आम तो मुझे कहूँ आम 10th पर्यंत आम निज मातृभाषा पढ़ी आसू हिंदी मीडियम पिला निज मातृभाषा +2 पर्यंत पढ़ुं सिविल सर्विस दौरान सब निज मातृभाषा रोचे वैषयिक ज्ञान निज मातृभाषा देवार केते असुविधा अच्छी बिल्कुल असुविधा ना जदि से सुचारू रूपे करें निश्चय गोटे स्वागत योग्य आउ से निज मातृभाषा हेले लोक मैंने जो बाहर को जावाक बेसी भावुंट से वैषयिक ज्ञान जब आम देश में रम देश जी डेभलप करुच्ची तार एक्सपोनेंशियल ग्रोथ हम आता डेभलपमेंट हम तो यहाँ निश्चय गोटे स्वागत योग्य पदक्षेप। धन्यवाद।